ଅପର୍ଯ୍ୟାପ୍ତ ପଇସା, ତା ସାଙ୍ଗେ ସାଙ୍ଗେ ମନ୍ତ୍ରୀ କରିଦେବାର ମଧ୍ୟ ଲୋଭ। ଖଞ୍ଜି ଯେ ଖଞ୍ଜି ତୋର ପିଞ୍ଜରା କାଠି, ଖାଉନଥିବେ ଶ୍ୱାନ ଶୃଗାଳ ବାଣ୍ଟି। ଆପଣ ବୁଝିପାରୁଥିବେ କାହିଁକି ଏତେ ଲୋଭ? କ'ଣ ଏଠୁ ମୁଁ ନେଇକି ଯିବି? ମାନେ ଖାଲି ହାତରେ ଆଇଛି ଆଉ ଖାଲି ହାତରେ ହିଁ ଯିବି, କିଛି ନେଇକି ଯିବିନି। ଏତେ ଲୋଭ ଏଇ ଯେଉଁ ବିଜେପିର ଯେଉଁ ଦେଉଛନ୍ତି, ଏତେ ପଇସାର ଲୋଭ, ଏତେ ପାୱାର କ୍ଷମତାର କ'ଣ ମିଳିବ? କିଛି ନାହିଁ ଆଜ୍ଞା। ରାଜନୀତିରେ ନୀତି ନୈତିକତା ହରେଇବନି। ଭାରତୀୟ ଜନତା ପାର୍ଟି ବହୁ ଦିନ ପୂର୍ବରୁ ଯେତେବେଳେ ଆମର 2 ଜଣ ସାଂସଦ ଯାଇକି ତାଙ୍କ ପାର୍ଟି ଜଏନ୍ କରିଥିଲେ, ସେତେବେଳେ ମୋ ସାଙ୍ଗରେ ମଧ୍ୟ ନେଗୋସିଏସନ୍ କରିଥିଲେ। ଅପର୍ଯ୍ୟାପ୍ତ ପଇସା, ତା ସାଙ୍ଗେ ସାଙ୍ଗେ ମନ୍ତ୍ରୀ କରିଦେବାର ମଧ୍ୟ ଲୋଭ। କିନ୍ତୁ ମୁଁ ସାଧାରଣ ଆପଣମାନଙ୍କ ଭଳି ସାଧାରଣ ଲୋକଙ୍କ ପରି ମୁଁ ଜଣେ କୃତଜ୍ଞ। ମୁଁ କୃତଜ୍ଞ ହେଇପାରିବି ନାହିଁ, ଆପଣମାନେ ଯେମିତି କୃତଜ୍ଞ। କାହିଁକି ଜାଣିଛନ୍ତି ନା? ମୋର ନେତା ନବୀନ ପଟ୍ଟନାୟକ ଗୋଟେ ସେଇଭଳି ସନ୍ଥ ପୁରୁଷ, ଯିଏ ମୋ ଭଳି ଜଣେ ସାଧାରଣ ମହିଳାକୁ ରାଜ୍ୟସଭାକୁ ପଠାଇଲେ। ଆପଣମାନେ ଯେମିତି ଭଲ ପାଇବା ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି, କାହିଁ ଦେଇଛନ୍ତି? କାହିଁକି ନା ସିଏ ସବୁବେଳେ କହିଛନ୍ତି 4.5 କୋଟି ଓଡ଼ିଆ ମୋର ପରିବାର। ପରିବାରର ଭଲ ମନ୍ଦ, ହାନି ଲାଭ ସବୁଥିରେ ସେ ଠିଆ ହେଇଛନ୍ତି। କେଉଁ କଥା କୁହନ୍ତୁ ଆଜ୍ଞା, ପିଲା କେମିତି ପାଠ ପଢ଼ିବ, ମା କେମିତି ଭତ୍ତା ପାଇବ, କେମିତି BSKY କାର୍ଡ଼ ହେବ, କେମିତି ଘରେ ଚାଉଳ ଯିବ, ମାନେ କେଉଁଠି ଡେଭଲପମେଣ୍ଟ କାମ ତ ଦେଖନ୍ତୁ। ତା ଛଡ଼ା ମଧ୍ୟ ଘରେ ଘରେ ଲୋକ ପାଖରେ କେମିତି ଆଜ୍ଞା, ଛୋଟ ପିଲାଠୁ ମା ପେଟରୁ ମଶାଣି ଯାଏ ଯୋଜନା କରିଛନ୍ତି। ପରିବାର ଭାବିଛନ୍ତି ନବୀନ ପଟ୍ଟନାୟକ। ମୁଁ ଆଜ୍ଞା ସେଇ ନବୀନ ପଟ୍ଟନାୟକର ଛତ୍ର ଛାୟା ତଳେ ଗୋଟେ ଛୋଟ ଘାସ ଗଛଟେ। ମୁଁ ସବୁବେଳେ ଚେଷ୍ଟା କରିଛି ଆପଣମାନଙ୍କ ଭଳି କୃତଜ୍ଞ ହେବା ପାଇଁ। କୃତଜ୍ଞ ହେବାକୁ ଚେଷ୍ଟା କେବେ କରିନି। ଆପଣମାନେ ଓଡ଼ିଶାବାସୀ ଆଜି ବି ମଧ୍ୟ, କାହିଁ ମୁଁ କୃତଜ୍ଞ କଥା କହୁଛି, ଆଜି ବି ମଧ୍ୟ ହୃଦୟରେ ନବୀନ ପଟ୍ଟନାୟକକୁ ବସେଇକି ରଖିଛନ୍ତି। ନବୀନ ପଟ୍ଟନାୟକ ଗଲେ ଆପଣମାନଙ୍କ ଭିତରେ ସିଂହରଣ ସୃଷ୍ଟି ହୁଏ, ମୁଁ ଜାଣିଛି। ମନବୋଧ 34 ଗୋଟେ କଥା ମନେ ପଡ଼ୁଛି। ଖଞ୍ଜି ଯେ ଖଞ୍ଜି ତୋର ପିଞ୍ଜରା କାଠି, ଖାଉନଥିବେ ଶ୍ୱାନ ଶୃଗାଳ ବାଣ୍ଟି। ଆପଣ ବୁଝିପାରୁଥିବେ କାହିଁକି ଏତେ ଲୋଭ? କ'ଣ ଏଠୁ ମୁଁ ନେଇକି ଯିବି? ମାନେ ଖାଲି ହାତରେ ଆଇଛି ଆଉ ଖାଲି ହାତରେ ହିଁ ଯିବି, କିଛି ନେଇକି ଯିବିନି। ଏତେ ଲୋଭ ଏଇ ଯେଉଁ ବିଜେପିର ଯେଉଁ ଦେଉଛନ୍ତି, ଏତେ ପଇସାର ଲୋଭ, ଏତେ ପାୱାର କ୍ଷମତାର କ'ଣ ମିଳିବ? କିଛି ନାହିଁ ଆଜ୍ଞା। ଆପଣମାନେ ଯେମିତି ସାଧାରଣ ଲୋକ ଯେଉଁ ଭଲ ପାଇବା ଦେଉଛନ୍ତି ନବୀନ ପଟ୍ଟନାୟକ, ତା ଦେହରୁ ଯଦି ଗୋଟେ କାଣିଚାଟେ ବି ମୋତେ ମିଳିଲେ ନା, ମୁଁ ଭାବିବି ମୋ ଜୀବନ ଧନ୍ୟ ହୋଇଗଲା। ମନେ ରଖିଥାନ୍ତୁ ଆଜ୍ଞା, ରାଜନୀତି ହେବ, ଲୋକ ଆସିବେ ଯିବେ, ମାନେ ନେତା ଆସିବେ ଯିବେ। ଯେମିତି ବସ୍ ଷ୍ଟାଣ୍ଡ ପଡ଼ି ରହିଛି, ବସ୍ କେତେ ଆସୁଛି ଆଉ କେତେ ଯାଉଛି, ସେଇଭଳି ଭାବରେ ଆଜ୍ଞା ରାଜନୀତିରେ ନୀତି ନୈତିକତା ହରେଇବନି। ରାଜନୀତିରେ ମୁଁ କେବେ ହରେଇନି। ମୁଁ ସବୁବେଳେ ଚେଷ୍ଟା କରିଛି କୃତଜ୍ଞ ହେବା ପାଇଁ। ଭଲ ପାଇବା ଆପଣମାନେ ଦେଇଛନ୍ତି, ମୁଁ ସେତିକି ଚେଷ୍ଟା କରିଛି କିଞ୍ଚିତ ଭାବରେ ସୁଝିବା ପାଇଁ। ମୁଁ ସୁଝି ପାରିବିନି, ସ୍ୱର ହେଇଛି ଆପଣମାନଙ୍କର। ଆଜି ମଧ୍ୟ ମୁଁ କହୁଛି ଯେ ଯେଉଁମାନେ ଯାଉଛନ୍ତି ସେଠିକି, ସେ ଦଳକୁ ଲୋକ ଭଲ ପାଆନ୍ତି। ଲୋକଙ୍କ ଦଳ ସିଏ। ଲୋକ ଯେଉଁ ଦଳକୁ ଭଲ ପାଆନ୍ତିନି, ସେ ଦଳକୁ ଯାଉଥିବା ନେତାମାନଙ୍କୁ ମଧ୍ୟ ଲୋକ ଭଲ ପାଆନ୍ତିନି। ଆଉ ଯେଉଁମାନେ ଭାବୁଛନ୍ତି ଯେ ଦଳ ସର୍ବେ ସର୍ବା, ଆମେ ପାୱାର, ନା ଆଜ୍ଞା ନା। ଇଏ ହେଲା ଗଣତନ୍ତ୍ର। ଲୋକମାନେ ହିଁ ଏଠି ସବୁକିଛି। ଆଜି ଯେଉଁ ଲକ୍ଷ ଲକ୍ଷ ସାନ ଭାଇମାନେ ଯେଉଁ କଥା କହୁଛନ୍ତି, ଭଲ କଥା କହୁଛନ୍ତି, ସତ କଥା କହୁଛନ୍ତି, ଯେ ଦଳ ପରିବର୍ତ୍ତନ କଲେ ସେ ନେତା ହେଉ କି ନେତ୍ରୀ ହେଉ, ତାକୁ 20 ବର୍ଷ ଲଢ଼ିବାର ସୁଯୋଗ ଦେବା କଥା ନୁହେଁ। ମୁଁ ମଧ୍ୟ ଏକମତ ତା ଦେହରେ। ଆଉ ମନେ ରଖିଥାନ୍ତୁ, ଆପଣମାନେ ଯେଉଁ ସାନ ଭାଇ ଭଉଣୀମାନେ ଯେଉଁ ଏ କଥା କହୁଛନ୍ତି, ଏ ନିଶ୍ଚିନ୍ତ ଦିନେ ନା ଦିନେ କାର୍ଯ୍ୟକାରୀ ହେବ। ମୁଁ କହିଲି ନା, ଇଏ ଗର୍ବ, ଇଏ ଅହଙ୍କାର, ଇଏ ପଇସା, ଇଏ ପ୍ରତିପତ୍ତି, ଇଏ ପଦ, ଇଏ ପଦବୀ କିଛି ରହିବନି ଯଦି କେହି ରହିଛନ୍ତି ଗଣତନ୍ତ୍ରରେ। ଆପଣମାନେ ଲୋକମାନେ, ସେ ଲୋକମାନଙ୍କର ଭଲ ପାଇବା ଯାହାକୁ ମିଳିଛି, ସେହି ସମସ୍ତଙ୍କର ଭଲ ପ୍ରିୟର ପାତ୍ର ହୋଇଛି ଏବଂ ହୃଦୟରେ ରହିଛି।
ମୁଁ ଏତିକି କହିବି, କୃତଜ୍ଞ ହବାନି, କୃତଜ୍ଞତା ଜ୍ଞାପନ କରିବା, କୃତଜ୍ଞ ହବା। ନମସ୍କାର।